ରାଉରକେଲା ରାଉରକେଲାରେ ଅବକାରୀ ଧରପକଡ଼ 12 ଗିରଫ। ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ ଧରପକଡ଼ 12 ଜଣଙ୍କୁ ଗିରଫ କଲା ରାଉରକେଲା ଏକ୍ସାଇଜ। ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ ଧରପକଡ଼ ଓ 12 ଜଣଙ୍କୁ ଗିରଫ କରିଛି ରାଉରକେଲା ଏକ୍ସାଇଜ। ରାଉରକେଲା ଅବକାରୀ ସୁପରିଟେଣ୍ଡେଣ୍ଟ ଧନେଶ୍ୱର ବରାଡ଼ଙ୍କ ନିର୍ଦ୍ଦେଶ କ୍ରମେ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଚିକଟମାଟି, ବିରିଡ଼ା, ଯୋଡ଼ାବନ୍ଧ, ଭାଲୁଲତା ଅଞ୍ଚଳରେ ଚଢ଼ାଉ କରି ମୋଟ 12 ଗୋଟି କେସ୍ ରୁଜୁ କରାଯିବା ସହିତ ମୋଟ 203 ଲିଟର ବେଆଇନ ମହୁଲି ମଦ ଏବଂ 43 ଲିଟର ବାହାର ଭାଟି ମହୁଲି ମଦ ଜବତ କରାଯାଇଛି। ମୋଟ 12ଟି କ୍ଲେମ୍ କେସ୍ କରାଯାଇଥିବା ବେଳେ 12 ଜଣ ଆସାମୀକୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ମାଗବାଲି କିସ୍ପଟା, ରୁକ୍ମଣୀ ବାର୍ଲା, ସୁଶୀଳା କୁମ୍ଭାର, କମଳା କୁମ୍ଭାର, ଅଜୟ ଓରାମ, ପାହାନା ଓରାମ, ପୁଷ୍ପା ତିର୍କି, ମିନି ସମାସୀ, ରଙ୍ଗବତୀ କୁମ୍ଭାର, ଶର୍ମିଲା ଓରାମ, ଚୁମୁନି ଓରାମ ଓ ସୁଶୀଳା କୁମ୍ଭାର। ଏହି ଚଢ଼ାଉରେ ଏକ୍ସାଇଜ ଇନ୍ସପେକ୍ଟର ମୋହନ ପ୍ରଧାନ, ଇନ୍ସପେକ୍ଟର ହେମନ୍ତ ମହାନନ୍ଦିଆ, ଏଏସ୍ଆଇ ବିନୋଦିନୀ ବେହେରା, ବିଦ୍ୟୁତ ଭୂଷଣ ଦାସ, ଆଲୋକ ପ୍ରଧାନ ଓ ଯୁବରାଜ ବାଗ, ଷ୍ଟାଫ୍ ହେମମଞ୍ଜରୀ ବିଶ୍ୱାଳ, ଗୋବର୍ଦ୍ଧନ ବିଶି, ଆୟେଶା ମିଜ, ତ୍ରିଲୋଚନ ପାଢ଼ୀ, ଆକାଶ ପଟେଲ, ନବୀନ ଭୂୟାଁ, ପ୍ରଦୀପ ଲୁଗୁନ, ବବଲୁ ସ୍ୱାଇଁ, ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ଭିକ୍ଟୋରିଆ ଡୁଙ୍ଗଡୁଙ୍ଗ, ଟେର୍ସା ବାର୍ଲା, ଲିଳିମା ଭୋଇ, ସୂର୍ଯ୍ୟକାନ୍ତ ସ୍ୱାଇଁ, ନିରଞ୍ଜନ ରାଉତ ଆଦି ସାମିଲ ହୋଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।